নিজ সম্পর্কে মতামত দেওয়া অন্য নিকট। যখন তার এক পর্ব 7 পদ যাই দেখিছিল, গত থরর শীর্ষক কোন ଥିଲା? জাজল্যমান ব্যক্তিত্ব। এই জাজল্যমান ব্যক্তিত্ব সম্পর্কে যৌবন কোন করছেন সাক্ষ্য দেয়। আদ্যরে বাক্য ଥିଲେ, বাক্য ঈশ্বরଙ୍କ সঙ্গে ଥିଲେ, এক পর্ব এক পদ। সেই বাক্য ঈশ্বর ଥିଲେ, সে দেবন্ত হেলে, সে জগতକୁ আসিলে, কিন্তু তাଙ୍କର নিজ ଲୋକମାନେ ତାଙ୍କୁ কোন কলে নাই, চিহ্নিলে নাই। 1 ରୁ 7 পর্যন্ত জাজল্যমান ব্যক্তিত্বଙ୍କ সম্পর্কে সাক্ষ্য দেଉଛନ୍ତି, অর্থাৎ প্রভু যীশুଙ୍କ সম্পর্কে সাক্ষ্য দেଉଛନ୍ତି, কিন্তু নিজ সম্পর্কে মতামত কোন? আজি ଯୋଉମାନେ ଯୀଶୁଙ୍କ ନାମରେ ବ୍ୟବହାର ହେଉଛନ୍ତି, ସେ ଯୀଶୁଙ୍କୁ ବଡ଼ କରୁଛନ୍ତି ନା ନିଜକୁ ବଡ଼ କରୁଛନ୍ତି? ଏହା ପ୍ରଶ୍ନବାଚୀ। ସବୁଠୁ ଯୀଶୁ ଅଧିକା ନା ନିଜର ପତିଆର ଅଧିକା? ମୁଁ ଗଲି ପ୍ରାର୍ଥନା କଲି, ମୁଁ ଗଲି ତେଲ ପକେଇଲି, ମୁଁ ଗଲି ପାଣି ଛିଞ୍ଚିଲି, ଭୂତ ଛାଡ଼ିଗଲା। କାହାର କୋଉ ରୋଗ ହେଲା ଏଟା? ପ୍ରଭୁଙ୍କର। ଯୋଉମାନେ ବୋତଲ ବାବା, ପାଣି ବାବା, ତେଲ ବାବା, ଖ୍ରୀଷ୍ଟିଆନ ବହୁତ ବାବା ଅଛନ୍ତି। ଏ ଚୁଟି ନ ଛାଡ଼ିକି, ଦାଢ଼ି ନ ଛାଡ଼ିକି ବାବା ଅଛନ୍ତି। ତେଲ ପାଣି ବାବା, ବହୁତ ଭବିଷ୍ୟତ ବକ୍ତା, ସବୁ ପଲି ବାବା ପଲି କାମ କରିକି ପଲିଛି ଆମକୁ ସାବଧାନ। ଜଣେ ନା କହିବେନି ତାଙ୍କର ଅସଂଖ୍ୟ ଲୋକ, 50,000 60,000 ଲୋକ ତାଙ୍କ ମିଟିଂରେ ହୁଅନ୍ତି ପଞ୍ଜାବ। ନା କହିବେ ଭଲ ଲାଗେ। ଏବେ ସେ ଜେଲରେ ଅଛି। 2 ଦିନ ତଳେ ମୁଁ ଦେଖିଲି ଜେଲରୁ ଫେରିଲା ପରେ ପ୍ରଭୁଙ୍କର ସାକ୍ଷ୍ୟ। ଭବିଷ୍ୟତ ବକ୍ତା ପ୍ରଭେଟ କ୍ୟାସ୍ଟାସ୍ ଉଠିଲେ ଯାଉ ଜେଲରୁ ଫେରିଲେ ପ୍ରଭୁଙ୍କର ଲୋକ ଦେଖି। ଆଉ ମୁଁ ଖାଲି ଟିଭି କି ଶୁଣେ, ମୁଁ କମେଣ୍ଟ ଗୁଡ଼ା କରେ। ଜଣେ ଲେଖିଛି, अरे भैया ये मसीही लोग का ऐसे भी झूठ बोलते हैं, माने प्रभुଙ୍କର ଲୋକ ବି झूठ ମିଛ କହୁଛନ୍ତି। ତାମାନେ ସେ ଜେଲରୁ ଆସିନାହାନ୍ତି, ସେ ଏମାନେ ଟିଆରପି ନେବା ପାଇଁ, ପଇସା କମେଇବା ପାଇଁ ସେମାନେ ଚଲେଇଛନ୍ତି। ମୁଁ ସେଇଠି ଦେଖିଲି, ତାପରେ କାଟିଲି। ଆଗକୁ ଆଗକୁ କରିବି ବୋଲି ଏଟା ସବୁ ଅଯଥାରେ କିଏ ସେ ମୁଣ୍ଡ ଖାଇବ। ଅର୍ଥାତ୍ ସେ ଜେଲରୁ ବାହାରିନାହାନ୍ତି ବାବୁ। ତାଙ୍କ ନାମରେ ସେ ଆଗରୁ ଯୋଉ ପ୍ରକାର ସୁସ୍ଥ କରୁଥିଲେ, ଲୋକ ହେଉଥିଲେ, ତାଙ୍କ କଥା କରି ଏମାନେ ପଇସା ଇନକମ୍ କରୁଛନ୍ତି, କହୁଛନ୍ତି ସୋସିଆଲ ମିଡ଼ିଆରେ। ଆମେ ତ ବିନା ଆମେ ଛାଡ଼ୁଛୁ ଗୋଟେ ପଇସା ପକେଇ, କାହିଁକି ଆମେ ଦେଇନୁ, ବିନା ମୂଲ୍ୟରେ ପାଇଛୁ, ବିନା ଦେବି ଭାବୁଛୁ ପଇସା ମିଳିବ। ଲାଇକ୍ କର, ସବସ୍କ୍ରାଇବ କର, କହିବୁ ଇଚ୍ଛା ତ ହୁଏ ଜମା ଦେ ପଇସା କମାଉଛନ୍ତି। ନିଜ ସମ୍ପର୍କରେ ମତାମତ କଣ? ଆମେ କିଏ? ଆମେ ହଉଛୁ ଚାକର। ସେଠି ଦେଖିବ ସେ ବିଲରେ ଲେଖାଯାଇଛି କ'ଣ, ଯେଉଁମାନେ ପଢ଼ି ଜାଣିଛେ ଦେଖିବ। ମନ ନାଁ ଲେଖିବା ତଳେ କ'ଣ ଲେଖାଯାଇଛି? ଖାଲି ତ ଚାକର ନୁହଁ, କିଣା ଚାକର। ପୁଣି ଖାଲି ତ କିଣା ଚାକର, ମଧ୍ୟସ୍ଥ କିଣା ଚାକର। ସିଏ ପଠେଇଛନ୍ତି, ଦାୟିତ୍ୱ ଦେଇଛନ୍ତି, ଆମେ କରିବୁ। ଏତେ କିଣି ସେମାନେ ଆମକୁ କିଣି ନେଇଛନ୍ତି। ଯାହା କହିବେ ଯୁଆଡ଼େ ବୁଲିବୁ ସିଆଡ଼େ ଯା, ଏ କାମ କରିବୁ କର, ଏଠି ଏଟା ସୁଷମାଚାର ଶକ୍ତି କେନ୍ଦ୍ର କର କର, ସେଠି ଜୀବନ ପୋଖରୀ କର କର, এই সমୟରେ ଲୋକମାନଙ୍କୁ ଡୁବନ ଦେ, এই ସମୟରେ ଲୋକମାନଙ୍କୁ এক ପ୍ରକାର ତାଗିଦ କର। କିଣା ଚାକର। ନିଜ ସମ୍ପର୍କରେ ମତାମତ କଣ? ଯୌନ ଆଉ ଥରେ ପଢ, କଣ ଲେଖାଯାଉଛି 8 ପଦ। ସେ ନିଜେ ସେ ଜ୍ୟୋତି ନଥିଲେ, ଯୋଉ ଜ୍ୟୋତିଙ୍କ କଥା କହୁଥିଲେ। କଣ ଆର୍ଥର ଶୀର୍ଷକ ଥିଲା? ବ୍ୟକ୍ତିତ୍ୱ। ଚାଞ୍ଚଲ୍ୟମାନ ବ୍ୟକ୍ତିଙ୍କ କଥା କହୁଥିଲେ, ସିଏ ସେ ନଥିଲେ, କିନ୍ତୁ ଆମେ ଯୀଶୁଙ୍କଠୁ ଏବେ ବଡ଼ ଦେଖୁ। ଯୀଶୁ କେବେ ଦେଖିଲେ? ଆଜି ରଶ୍ମି ପଚାରୁଥିଲା, କାହିଁ ଏଠି ପ୍ରଭୁ ତ ଛୁଇଁଲେନି ପିତରଙ୍କ ଶାଶୁଙ୍କୁ, ଜ୍ୱର ଭଲ ହେଇଗଲା, ଧମକ ଦେଲେ, କ'ଣ ଛୁଇଁଲେନି? ମୁଁ ତାଙ୍କୁ ବୁଝାଉଥିଲି
प्रभुंकर कौन कह भिन्न भिन्न शैली सेवार भिन्न भिन्न शैली सेवार भिन्न शैली होची वाक्य प्रचार सेवार भिन्न शैली होची आराधना उपासना सेवार भिन्न शैली होची संगत रे प्रभु नाम पूर्ण सेवार भिन्न शैली होची आंठी प्रार्थना सेवार भिन्न शैली होची बाहर जाई लोक मान निकट रे केमिति हेले यीशु को नाम कहबा भिन्न शैली सुस्थतार भिन्न शैली आमे गोटे कथा काहू छुनु मु तो प्राय छुई जो माने अति बाध्य करती छुई टिका प्रार्थना करो बोली छुई नले प्राय छुई प्रभु यीशु सेति पई भिन्न शैली रेवती कहला नहीं एथर भी ए सप्ताह ठीक ना से देखु पूरा ना ठीक हो कि ना जल्दी हां ठीक है ना पूरा पूरा गई ना अच्छी के जाने के तो कहीं साक्ष्य देलन को जाइथिलो मते कहि के आसिलो सेइटा होची साक्ष्य तुम जानि छ ना तो कोइ साक्ष्य दे उठुनी भिडियो समस्त सुनिबे एठी तो साक्ष्य अन्य मान को जद्वारा कि प्रभु तांकर लोक मान को जाचल्य मान व्यक्तित्व को संपर्क रे जणाई आ प्रभु आशीर्वाद करे अनुग्रह करे से बिचारी हमें गला बेल को से कहला गोडू आ से कहला जेतु पर कहिथिलु जीवु व्यक्तित्व को प्रकाश करवा जिए यीशु को प्रकाश करे निज को छोट देखा प्रभु ता द्वारा भिन्न शैली से कार्य कर केवल उच्चारण कर देले कि उच्चारण न कले भी केवल मन भीतर थिले आज पड़े गला जितन बहुत दिन पर आसी बहुत खटी बोले पूरा कणाला है आसी आगुल पूरा हां से फोटो आसीले पूरा तागड़ा अछि किंतु रंग पूरा बिका पड़ी बहुत पैसा इनकम सुधिवार सब अछि हां पड़े गला तुम हीरोइन के हां हां सरे गला बस तुम्हें कहले ना से नीचे तुम पठे दो नीचे हमने आए प्रस्तुत कर दो डॉक्टर खाना जी बाहर प्रभु को गुरुत्व दवा प्रभु को गुरुत्व दवा और निज को छोट मणिबा ए जोहन से कौन कहले मु से जति नुह तापरे साक्ष्य दबा निमंते मु आसी मु किछि करि पारि ए जदि करिवो प्रभु तुमको सहायता करिवे ए होछि साक्ष्य हमर साक्ष्य होछि सब तुमे जदि ए मानिबो प्रभु एमिति करिवे आमे मानिचु प्रभु हम केमिति करते निजर किछि क्रेडिट ना निजर क्रेडिट गोटे पैसा रो नाही आमे किछि करिनु आज्ञा सब प्रभु करिछन आ मु आश्चर्य होतु केमिति मु तो केबे ता करे जनकु एवं जनकर परिवार को एक वर्ष रु ऊर्ध्व केमिति मु निजे बुझु आमे निजे आज्ञा भातिया पाइले चलिबु केमिति आश्चर्य से जति नथिले मात्र ज्योति संपर्क यीशु को निकट में साक्ष्य दो से प्रकार सब करि पाइबे गोटे कोन 5टा 50टा किंतु सठिक भाव जहन कपरे निज को नम्र कर आमाने प्रभु को नाम को उन्नत उच्चीकृत करि पारिबा गोटे सरकार कथा कहबी आ सारी तमिलनाडु रे को सरकार आछंती एबे हां विजय थालापति हीरो थिले तमिल हीरो थिले इंडस्ट्रियल हीरो से एबे मुख्यमंत्री तांको तेरा लेसन नथिला से खाली काटी हले बारी सेटार पैसा कमाती किंतु से चाहिले जनता को सेवा करिबा ता पूर्व को सरकार थिला ए होती टीवी के सरकार ता पूर्व थिला डीएम के सरकार ताकर बहुत
ପତିଆ ଯେମିତି ଆମର ନବୀନ ପଟ୍ଟନାୟକର ବହୁତ ଥିଲା ପତିଆ ଏବେ ନାହିଁ ତାଙ୍କର ସେମିତି ପତିଆରା ଥିଲା ଇଏ ଫିଲ୍ମ ହିରୋ ଇଏ ଗୋଟେ ଦଳ ତିଆରି କଲେ ଆଉ ଗଲେ ଗୋଟେ ଜାଗାକୁ ଅନେକ ଜାଗାକୁ ଲୋକ ଯେହେତୁ ହିରୋ ମାନଙ୍କୁ ଲୋକ ପସନ୍ଦ କରନ୍ତି ଆଉ ସେଥିପାଇଁ ବହୁତ ଜନଗହଳି ହେଲା ଆଉ ଜନଗହଳିରେ କେତେ ଜଣ ମରିଗଲେ ଇଲେକ୍ସନ ପୂର୍ବରୁ 40 ଜଣ 40 ଜଣ କି 41 ଜଣ ଦଳାଚକଟା ହିଁ ମରିଗଲେ ଆଉ ତାଙ୍କୁ ଭିନ୍ନ ରଙ୍ଗ ରୂପ ଦେଲେ ଡିଏମକେ ସରକାର ଅନ୍ୟ ମାନେ ସବୁ ରାଜନୈତିକ ଦଳ ଆକୁ ଜେଲରେ ପୁରେଇଲେ କିନ୍ତୁ ସେତେବେଳେ ଇଲେକ୍ସନ ସମୟ ଆଉ କିଛି ହେଇପାରିଲା ନାହିଁ ଶେଷରେ ଇଏ ବାବୁ ଅଳ୍ପ କିଛି बहुमतରୁ ଦୂରେଇ ରହିଲେ କିନ୍ତୁ ଏବେ ସରକାର କରିଛନ୍ତି ତାକୁ କଂଗ୍ରେସ ହାତ ବଢ଼େଇଦେଲା ରାହୁଲ ଗାନ୍ଧୀ ସିଧାସଳଖ ଇଏ ଯୁବା ସେ ଯୁବା ଦରାସ ଆଗରୁ ତାଙ୍କ ଦଳକୁ ଜାଣିବା ପାଇଁ ସେ ଚାହୁଁଥିଲେ ସରକାର ଗଢ଼ିଲେ ସରକାର ଗଢ଼ିବା ପରେ ଏବେ ଯୋଉଠି ଦଳ ଚକଟା ହିଁ ଗଲେ ସେଇଠିକି ସେ ଗଲେ ଆଉ ମୁଁ ଦେଖୁଥିଲି ପ୍ୟାଣ୍ଟ ବି କଳା ସାର୍ଟ ବି କଳା ତାମାନେ ଦୁଃଖ ଦେଖେଇବା ପାଇଁ ଗଲେ ଆଉ କ'ଣ କଲେ ଘୋଷଣା କଲେ ଯେତେ 40-41 ଜଣ ପରିବାରକୁ କ'ଣ କରିବେ ସମସ୍ତଙ୍କୁ ଚାକିରି ଦେବେ ସୁପ୍ରିମକୋର୍ଟରୁ ରାୟ ଦେବେ ଘୋଷଣା କରିଦେଇକି ଇଏ ହେଉଛି କଥା ନିଜ ଯିଏ ଅନ୍ୟକୁ ଆଉ ସେ ସବୁ ଧର୍ମକୁ ଦେଖୁଛନ୍ତି ଏ ଖ୍ରୀଷ୍ଟିଆନ ଲୋକ ତାଙ୍କର ଭଲ ନାମ ଯୋସେଫ ବିଜୟ ଖାଲାପତି ଯୋସେଫ ଖ୍ରୀଷ୍ଟିଆନ ଆଉ ଯେତେବେଳେ ହିନ୍ଦୁ ଧର୍ମକୁ ସେ ତାଙ୍କ ମନ୍ଦିରକୁ ଏ ସବୁ କରିଦେଉଛନ୍ତି ସବୁ କର ଯେତେବେଳେ ଖ୍ରୀଷ୍ଟିଆନ ମାନଙ୍କୁ ସେଠି ଇଏ ଖ୍ରୀଷ୍ଟିଆନ ହେଇଗଲା ଧର୍ମାନ୍ତରୀକରଣ ପଚାରି ହେଇଗଲା ଏସବୁ ବିଷୟ କିନ୍ତୁ ସେଇ ଲୋକ ଯଦି ଠିକ ନିଜକୁ ନ୍ୟୁନ କରି ସେ ଏବେ ନ୍ୟୁନ କରୁଛି ସମସ୍ତ ହାତକୁ କିନ୍ତୁ ପତିଆରା ହେଇଗଲେ ସବୁ ଅଲଗା ପତିଆରା ହେଇଗଲେ ଅଲଗା ଯଦି ପ୍ରଭୁଙ୍କ ଠାରେ ରହିବ ଏ ଯୌନଙ୍କ ସମ୍ପର୍କରେ ଯୋଉଟା ମୁଁ ଜ୍ୟୋତି ନଥିଲି ମାତ୍ର ଜ୍ୟୋତି ସମ୍ପର୍କରେ ସାକ୍ଷ୍ୟ ଦେବା ପାଇଁ ଆସିଲି ଏ କଥାକୁ ମନେ ରଖି ପ୍ରଭୁ ଯୀଶୁ କେଉଁ ପ୍ରକାର ସ୍ୱର୍ଗରୁ ପୃଥିବୀକୁ ଆସିଲେ ତମେ ବାବୁ ହିରୋ ଯଦି ଏ ପ୍ରକାର ଆହୁରି ବଡ଼ ହିରୋ ହେଇଛ ତାଙ୍କର ଫିଲ୍ମକୁ ରିଲିଜ କରିବାକୁ ଦେଇନଥିଲେ ଏବେ ଦେଇଛନ୍ତି ଏବେ ତ ନିଜେ ସରକାର ଅଛନ୍ତି ଦେବେ ଏ ପ୍ରକାର ଆସୁ ଆମେ ହିରୋଗିରି ଦେଖାଉ ଯୀଶୁଙ୍କ ନାମ ନିଜକୁ ନ୍ୟୁନ କଲେ ପ୍ରଭୁ କହିଲେ କ'ଣ ଜହନ ପୁସ୍ତକରେ ଆମେ ଦେଖିଲୁ ମୁଁ ଯୋଉଠି ରହିବି ସେମାନେ ମଧ୍ୟ ସେଇଠି ରହିବେ ମୁଁ ଯାହା କରିବି ସେମାନେ ମଧ୍ୟ ସେୟା କରିବେ କେତେ ଅଧ୍ୟାୟ କେତେ ପଦ ପଢ଼ିଥିଲୁ ସାକ୍ଷ୍ୟରେ ଟିକେ ପଢ଼ିବା 16 ପର୍ବ ଜହନ 8 ପର୍ବ ତାର 12 ପର୍ବ 26 ପଦ ପଢ଼ା କ'ଣ ଲେଖାଯାଉଛି ପଢ଼ିବା ସାରି ଜହନ 12 ପର୍ବ 26 ପଦ କ'ଣ ଲେଖାଯାଉଛି ଯେ କେହି ମୋର ଶିଷ୍ୟ ହେବାକୁ କେହି ଯଦି ମୋର ସେବକ ଜହନ ହେଲେ ପ୍ରଭୁଙ୍କର ସେବକ ତାଙ୍କ ଠାରୁ 6 ମାସ ବଡ଼ ସେ ଜନ୍ମ ହୋଇଥିଲା 6 ମାସ ପୂର୍ବରୁ ସିଏ କ'ଣ କହିଲେ ମୁଁ ଜ୍ୟୋତି ସମ୍ପର୍କରେ ସାକ୍ଷ୍ୟ ଦେବା ପାଇଁ ଆସିଛି ମୁଁ ସେଇ ଜ୍ୟୋତି ନୁହେଁ ନିଜ ସମ୍ପର୍କରେ ଏ ପ୍ରକାର ମତାମତ ଦେବି ଯଦି ଏ ପ୍ରକାର ସେବକ ହବ ତାହେଲେ କ'ଣ ହବ ମୋର ଅନୁଗମନ କରିବ ଯୀଶୁଙ୍କର ଅନୁଗମନ କରିବ ଯେତେ ବଡ଼ ହବ ଯୀଶୁଙ୍କର ଅନୁଗମନ କରିବ ତାପରେ ମୁଁ ଯେଉଁଠାରେ ଥାଏ ଅର୍ଥାତ୍ ପ୍ରଭୁ ଯୀଶୁ କେଉଁଠାରେ ଅଛନ୍ତି ଏବେ ପ୍ରଭୁ ଯୀଶୁ ହ୍ୟାଲୋ ସ୍ୱର୍ଗରେ ଆଉ କୋଉଠି ଅଛନ୍ତି ଯେଉଁମାନେ ତାଙ୍କର ସେବା କରନ୍ତି ତାଙ୍କ ହୃଦୟରେ ଅଛନ୍ତି ତାଙ୍କୁ ସେ ଗାଇଡ୍ କରିବେ କଥା କହିବେ ସେମାନେ ଅନ୍ୟଠି କଥା କହିବେ ସ୍ୱର୍ଗରେ ଅଛନ୍ତି ମୁଁ ଯେଉଁଠି ଥାଏ ହଁ ମୋର ସେବକ ମାନେ ତୁମେ ଛୋଟ ହେଇଛ ତୁମେ ମାନେ ମଧ୍ୟ ସେଠି ରହିବ ସ୍ୱର୍ଗରେ ରହିବ ଲୋକମାନଙ୍କ ହୃଦୟରେ ରହିବ ଯେଉଁମାନେ ତମକୁ ପ୍ରେମ କରିବେ ଯେଉଁମାନେ ମୋତେ ପ୍ରେମ କରନ୍ତି ସେମାନେ ପିତାଙ୍କୁ ପ୍ରେମ କରନ୍ତି ତା ଉପର ପଦରେ ଲେଖା ପ୍ରଭୁକୁ ଆସୁ ଏ ପ୍ରକାର ପ୍ରେମ କରୁ ନିଜ ସମ୍ପର୍କରେ ଏହି ମତାମତ ଦେଉ ଆମମାନେ କିଛି ନୁହଁ ପ୍ରଭୁ ଯୀଶୁ ସବୁ ଆମେ ଜିରୋ ଆମର ହିରୋ କିଏ ପ୍ରଭୁ ଯୀଶୁ we are zero but our Jesus is hero only the hero real hero ପ୍ରକୃତ ହିରୋ ଯାହାଙ୍କ ନାମରେ ଜଗତ ପରିଚାଳିତ ହେଉଛି ପ୍ରଭୁ ଏହି ଚିନ୍ତାରେ ଆମକୁ ଆଶୀର୍ବାଦ କରନ୍ତୁ ଆମେ